କୋଉମାନେ ଜ୍ୟୋତିଷଙ୍କର ଦ୍ୱାରସ୍ଥ ହୁଅନ୍ତି, ଯୋଉମାନେ ବିପଦ ଯୋଉମାନଙ୍କର ଭଗବାନଙ୍କ ଉପରେ ବିଶ୍ୱାସ କମିଯାଏ। ଜ୍ୟୋତିଷ କେବେ କାହାର ଭାଗ୍ୟ ପରିବର୍ତ୍ତନ କରିପାରିବ ନାହିଁ। ଯଦି କରିପାରୁଥାନ୍ତା ନିଜର ଭାଗ୍ୟ ପରିବର୍ତ୍ତନ କରୁ, ନିଜ ପରିବାର, ତାର ଜ୍ୟୋତିଷ କଣ? ମନରେ ହରି ଭଜନ ଛାଡ଼ି ପ୍ରମୋଦ ବାବୁଙ୍କୁ ପାଖକୁ ମୁଁ ନିଜେ ଆସିଛି ମାଡ଼ି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କେମିତି ଅଛ? ହଉ, ଇଏ ବର୍ଷ ଆରମ୍ଭରୁ ନୂଆ ବର୍ଷରେ ମୁଁ ଟିକେ ଆପଣଙ୍କ ପାଖକୁ ଆସିବାର କାରଣ ହଉଛି ଯେ ଆମର ବସନ୍ତୁ ଆଜ୍ଞା ବସନ୍ତୁ, ଯେ ଆପଣ ଟିକେ ଯେହେତୁ ଜଣେ ବିଶିଷ୍ଟ ଜ୍ୟୋତିର୍ବିଦ ପ୍ରମୋଦ ପାତ୍ର କହିଲେ ସାରା ଓଡ଼ିଶା ଜାଣନ୍ତି। ତେଣୁ ଆମର ଭବିଷ୍ୟରେ ଏଇ ଯୋଉ ନୂଆ ବର୍ଷ କେମିତି ସମସ୍ତଙ୍କର କଟିବ, କୋଉ ଜିନିଷ ପ୍ରତି ଧ୍ୟାନ ଦେଲେ ଆମେ ସମସ୍ତେ ଶାନ୍ତିରେ ରହିପାରିବୁ, ସେଇ ବିଷୟରେ ଟିକେ ଚର୍ଚ୍ଚା ଆଲୋଚନା କରିବା। ଜୟ ଜଗନ୍ନାଥ। କେମିତି ଅଛ? ସତ କେବେ ଲାଗେ ଅବାସ୍ତବ ତ ମିଛ କେବେ ଲାଗେ ବାସ୍ତବ। ହେଲେ ମିଛ ପଛରେ ଛପିଥାଏ ସତ, ସତକୁ ଘୋଡ଼ାଇବା ନା ମିଛ, ଏହା ତ ଚିରନ୍ତନ ସତ। କେତେବେଳେ ସେ କବି, କେତେବେଳେ ସେ ବୈଜ୍ଞାନିକ, ପୁଣି କେତେବେଳେ ସେ ଓକିଲ, ଆଉ କେତେବେଳେ ନାୟକ, ପୁଣି ଖଳନାୟକ। ଏମିତି ଏକ ଚରିତ୍ର ଭିତରେ ସେ ସବୁବେଳେ ଥାନ୍ତି। ଟିଭିରେ ଭାଷଣ ଦିଅନ୍ତି, ତାଙ୍କ କଥା ଶୁଣିବାକୁ ସମସ୍ତେ ଚାହିଁ ବସିଥାନ୍ତି। ମୁଁ ଖାଲି ଏତିକି ପଚାରିବାକୁ ଚାହୁଁଛି ଯେ ଏଇ ଯୋଉ ବର୍ଷଟି ବର୍ତ୍ତମାନ ଚାଲିଗଲା, ମୁଁ ବର୍ତ୍ତମାନ 12 ମାସରେ ଗୋଟିଏ ବର୍ଷ ତାର ବୟସ ହେଇଯାଏ, ସେ ଚାଲିଯାଏ, ପୁଣି ନୂଆ ବର୍ଷ ଆସେ, ନୂଆ ସମ୍ଭାବନା ଆସେ। ଆପଣଙ୍କ ଆଗରେ ଅଗଣିତ ଦର୍ଶକ, ଅଗଣିତ ବ୍ୟକ୍ତି ସମସ୍ତେ ଚାହାନ୍ତି ଇଏ 2024 ଗଲା, ତା ଦେହରେ କ'ଣ ସବୁ ଥିଲା, ଆଉ 2025 ଆସୁଛି, ତା ଦେହରେ କ'ଣ ସବୁ ଅଛି? ଦେଖନ୍ତୁ ବନ୍ଧୁ, ନାମକରଣେ ଲାଭ ନାହିଁ ଭାଇ କିଛି, ଯେ ଯାହାର ନାମ ଓଲଟା ତା କାମ। ଆଜିକାଲି ବିଲୁକୁଲ ସଦାନନ୍ଦ ଦୁଃଖରେ ଦିନ କଟଉଛି। ଭିକାରୀ 6ଟା ବିଲ୍ଡିଂ ର ମାଲିକ ଅଛି। ସୁକେଶ ମୁଣ୍ଡରେ ଚୁଟି ଖଣ୍ଡିଏ ନାହିଁ। ସଚିଦାନନ୍ଦ ସତ୍ ଚିତ୍ ଆନନ୍ଦ ଦୁର୍ଦୁଲ୍ୟମାନ ପରିସ୍ଥିତିରେ ଅଛି। ବିନୟ ଉଗ୍ର ସ୍ୱଭାବ। 2024 ଗତ ବିଗତ, କାରଣ ସମୟର ମଧ୍ୟ 3ଟି ସନ୍ତାନ ଅଛି। ସେମାନେ ନା ଭୂତ, ବର୍ତ୍ତମାନ, ଭବିଷ୍ୟତ। ଭୂତ ଚାଲି ଯାଇଛି, ବର୍ତ୍ତମାନ ଆମେ ଉପଭୋଗ କରିବା, ଭବିଷ୍ୟତକୁ ଆଶା କରିବା। ତେଣୁ ଆପଣ ତ ପଚାରିଲେ 2025 ସେ ହଉଛି ଇଂରାଜୀ ନୂଆ ବର୍ଷ। ଓଡିଆ ନୂଆ ବର୍ଷ ମଧ୍ୟ ଆସିବ 14/4/2025 ସୋମବାର ବିଷୁବ ସଂକ୍ରାନ୍ତି ଦିନ ନୂଆ ପଞ୍ଜିକା ବିଛିବ। କିନ୍ତୁ ଆମେ ଯେହେତୁ ଚିରାଚରିତ ପଥରେ ଆଲୋଚନା କରୁଛେ 1/1/2025 ଠାରୁ 31/12/2025 ପର୍ଯ୍ୟନ୍ତ ଓଡିଶା ପ୍ରଦେଶ, ଭାରତ ବର୍ଷ 12ଟି ରାଶି ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ରାଶି ପାଇ କିପରି କଟିବ ମୁଁ ଆପଣଙ୍କୁ ଚୁମ୍ବକରେ ଉପସ୍ଥାପନ। ବହୁତ ବଢିଆ, ଆପଣ ମାନେ ସବୁ ଧ୍ୟାନ ଦେଇକିରି ଶୁଣନ୍ତୁ, ସବୁ ଯାହାର ଯାହା ରାଶି ଅଛି କୁହନ୍ତୁ ଚୁମ୍ବକେ। ଦେଖନ୍ତୁ, ପ୍ରତ୍ୟେକ ରାଶିରେ 3ଟି ନକ୍ଷତ୍ର ହୁଏ। ସମସ୍ତେ ତ ଦେଖୁଥିବେ। ଧରନ୍ତୁ ଜଣଙ୍କର ଜାତକ ନାହିଁ, ନା ପ୍ରକାର ଦେଖିପାରିବେ। କାହିଁକିନା ନା ପ୍ରକାର କାହିଁକି କହିଲି, ଆମେ ବେଳେ ବେଳେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହଉଛି। ଆମେ ପରୀକ୍ଷା ଫର୍ମ ଫିଲ୍ଅପ କରୁଛେ ନା ପ୍ରକାରେ, ଜ୍ୟୋତିଷକୁ ଯାଇ ପଚାରୁଛେ ରାଶି ପ୍ରକାରେ ପାସ୍ କରିବୁ କି ନାହିଁ। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛେ, ନମିନେସନ ଫାଇଲ କରୁଛେ ନା ପ୍ରକାରେ, କିନ୍ତୁ ଜ୍ୟୋତିଷକୁ ଯାଇ ପଚାରୁଛେ ରାଶି ପ୍ରକାରେ ଜିତିବୁ କି ନାହିଁ। ଇଏ ବିଭ୍ରାନ୍ତିକର ତଥ୍ୟ। ସେ ନା ହଉ କି ରାଶି ହଉ କି ସଂଖ୍ୟା ହଉ, ପ୍ରତି ରାଶିରେ 3ଟି ନକ୍ଷତ୍ର ହୁଏ। ନକ୍ଷତ୍ରକୁ ନେଇ ମହାଦଶା, ଅନ୍ତର୍ଦଶା, ପ୍ରାଣଦଶା, ଶୁକ୍ର ଦଶା ବିଚାର କରାଯାଏ। ଯଦି ଆମେ ଓଡିଶା ପ୍ରଦେଶ କଥା କହିବା, ଭାରତ ବର୍ଷ କଥା କହିବା, ସୌଭାଗ୍ୟବଶତଃ ଭାରତ ଯେବେ ସ୍ୱାଧୀନ ହେଲା ସେଦିନର କୁଣ୍ଡଳୀ କଟାଯାଉ, ଓଡିଶା ପ୍ରଦେଶ ଯେବେ ଗଠନ ହେଲା ସେଦିନର କୁଣ୍ଡଳୀ କଟାଯାଉ। ଉଭୟ ରହୁଛି ପୁଷ୍ୟା ନକ୍ଷତ୍ର, କର୍କଟ ରାଶି। ଆପଣ ମନେ ମନେ ଭାବୁଥିବେ ଉଭୟଙ୍କର ତ ରାଶି ଗୋଟେ, କାହିଁକି ମତାନ୍ତର ମନାନ୍ତର ରହୁଛି? ନା ଆଜ୍ଞା, ନା ପ୍ରକାର ହେଲେ ତୁଳା ରାଶି, କି ହେଲେ ମିଥୁନ ରାଶି, ରାହରୁ ରାମ, ରାହରୁ ରାବଣ, କରୁ କଂସ, କରୁ କୃଷ୍ଣ। ରାଜଜୁଟକ ତ ନୁହଁ, ଏକା ରାଶି ହେଇପାରନ୍ତି। ନାର ପ୍ରଥମ ଅକ୍ଷରରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେଇପାରନ୍ତି, କିନ୍ତୁ ନକ୍ଷତ୍ର ଅଲଗା ଅଲଗା। ଏଣୁ ବ୍ୟକ୍ତି ବିଶେଷ ସୃଷ୍ଟିକର୍ତ୍ତା ସୃଷ୍ଟିକୁ ତିଆର କଲେ, ଗୋଟାଏ ଗଛର ପତ୍ରକୁ ଏକା କଲେ ନାହିଁ, ଭିନ୍ନ ଭିନ୍ନ କଲେ। ଆପଣ ଦେଖିବେ, ସେ ଯାଆଁଳ ଛୁଆ ହଉ, ଗୋଟିଏ ମା ବାପାର ହଉ
କିମ୍ବା ଗୋଟାଏ ଲେବର ରୁମରେ ଜନ୍ମ ହେଇଥାନ୍ତୁ, ଠିକ ସମୟ ଭିତରେ ଗୋଟେ ସେକେଣ୍ଡ ବି ହବନି, କିନ୍ତୁ ଭାଗ୍ୟ ଗୋଟେ ହବ ନାହିଁ। ଅଲଗା ନିଶ୍ଚିତ ଭାବରେ ତିଳେ ମାତ୍ର ସନ୍ଦେହ ନାହିଁ। ହଉଛି ତ। ଏଇ ପରିପ୍ରେକ୍ଷୀରେ ସାର୍ ଆପଣଙ୍କୁ କହିବାକୁ ଚାହିଁବି, ଭାଗ୍ୟକୁ ଭାଗ୍ୟବାଦୀ ହବାକୁ ଥିଲେ ମଧ୍ୟ ସେ କର୍ମ କରିବାକୁ ପଡିବ। ନିଶ୍ଚୟ। ବିନା କର୍ମରେ କିଛି ହବ ନାହିଁ। ତେଣୁ ଭାଗ୍ୟ ଦୋଷ ଦେବେନି, କର୍ମରେ ସବୁବେଳେ ଧ୍ୟାନ ଦେଇକିରି ଆଗକୁ ଚାଲିବେ। ଆପଣ କହୁଥିଲେ ସବୁ ରାଶି ବିଷୟରେ ଚୁମ୍ବକ ଟିକେ ଟିକେ କହିବେ। ଦେଖନ୍ତୁ, ମେଷ ରାଶି ନକ୍ଷତ୍ର 3-3ଟା ତ ମୁଁ ଆଗରୁ କହିଛି, ଅତ୍ୟନ୍ତ ଶୁଭ। କାହିଁକିନା ସୃଷ୍ଟିକର୍ତ୍ତା ଯେତେବେଳେ ସୃଷ୍ଟି ତିଆର କଲେ, ଆପଣ ମାନଙ୍କୁ ଦେଖିବେ 12 ଘଣ୍ଟା ଦିନ 12 ଘଣ୍ଟା ରାତି କଲେ, 15 ଦିନ ଶୁକ୍ଳ ପକ୍ଷ 15 ଦିନ କୃଷ୍ଣ ପକ୍ଷ କଲେ, 24 ଘଣ୍ଟା ଯାକ ଦିନ କଲେ ନାହିଁ, କି 24 ଘଣ୍ଟା ଯାକ ରାତି କଲେ ନାହିଁ, 15 ଦିନ ଯାକ ଶୁକ୍ଳ ପକ୍ଷ କଲେ ନାହିଁ, କିମ୍ବା 15 ଦିନ ଯାକ କୃଷ୍ଣ ପକ୍ଷ କଲେ ନାହିଁ। ଠିକ ସେହିପରି ଗ୍ରହକୁ ଯଦି ଆଲୋଚନା କରିବା, ସାରା ବର୍ଷଟା ସମସ୍ତଙ୍କ ପାଇଁ ଭଲ ହବ ନାହିଁ। ତେଣୁ ଯେହେତୁ କି ବୃହସ୍ପତି ଚଳନ ହେବେ 15/5/2025 ତାରିଖ ଦିନ ବୃଷ ରାଶିରୁ ମିଥୁନ ରାଶିକୁ 13 ମାସ ପାଇଁ ସଞ୍ଚାର କରିବେ। ଠିକ ସେହିପରି 30/3/2015 ତାରିଖ ଦିନ ଶନି କୁମ୍ଭ ରାଶିରୁ ମୀନ ରାଶିକୁ ସଞ୍ଚାର କରିବେ। ରାହୁ ଆଉ କେତୁ 18/5/2025 ତାରିଖ ଦିନ ଆପଣଙ୍କର ମୀନ ରାଶିରୁ କୁମ୍ଭ ରାଶିକୁ ସଞ୍ଚାର କରିବେ। ଏଣୁ ଏମାନଙ୍କର ମଧ୍ୟ 50-50 ହବ। ଯଦି ମେଷ ରାଶି କଥା ଚିନ୍ତା କରିବା, ଆର୍ଥିକ, ବୃତ୍ତିଗତ, ସ୍ୱାସ୍ଥ୍ୟଗତ, ପାରିବାରିକ, ସାମାଜିକ, ମାଙ୍ଗଳିକ, ଭୌତିକ, ଏପରିକି ରାଜନୈତିକ କ୍ଷେତ୍ରରେ ମଧ୍ୟ 15/5/2025 ପର୍ଯ୍ୟନ୍ତ ଅତ୍ୟନ୍ତ ଶୁଭ ସମୟ। ତାପରେ ଶୁଭ ସମୟ କମିଯିବ। ଇଏ ହେଲା ମେଷ ରାଶି। ତାପରେ ବୃଷ ରାଶି ପାଇଁ ଶନି ହେଲେ ଯୋଗ କାରକ, ଯାହାକୁ ସମସ୍ତେ ଡରାନ୍ତି। ଶନି ହେଲେ ନ୍ୟାୟଦାତା, ଦଣ୍ଡଦାତା। କ୍ଷୁଦ୍ରତର ଅପରାଧ ପାଇଁ ବୃହତ୍ତର ଦଣ୍ଡ ଦେବା ପାଇଁ ଶନି କେବେ ପଶ୍ଚାତାପ ହୁଅନ୍ତି ନାହିଁ। ଶନି 30/3/2025 ତାରିଖ ଦିନ ଆପଣଙ୍କର କୁମ୍ଭ ରାଶିରୁ ମୀନ ରାଶିକୁ 2 ବର୍ଷ 6 ମାସ ପାଇଁ ସଞ୍ଚାର କରିବେ। ଏଣୁ କମ ପରିଶ୍ରମ କରିବେ, ଅଧିକ ଉପାର୍ଜନ କ୍ଷମ ହେବେ। ବିଚାର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ବିଶେଷ ମାନେ ନିଜର ଦକ୍ଷତା ପ୍ରତିପାଦନ କରି ପଦୋନ୍ନତି ମିଳିବ। ଆଶ୍ଚର୍ଯ୍ୟଜନକ ଭାବରେ ଭାରତ ବର୍ଷର 8/4 ପୁଷା ନକ୍ଷତ୍ର କର୍କଟ ରାଶି, ଓଡିଶା ପ୍ରଦେଶର ହେଲା ପୁଷା ନକ୍ଷତ୍ର କର୍କଟ ରାଶି। ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି 1/6/2025 ପରିବର୍ତ୍ତନ ଘଟିବ। ଦୁନିଆରେ ପରିବର୍ତ୍ତନ ହିଁ ସ୍ଥାୟୀ। ଚେଞ୍ଜ ଇଜ ପରମାନେଣ୍ଟ ଇନ ଦ ମେଟରଲିଷ୍ଟ କ୍ୱାରେଲ, ବଟ୍ ଚେଞ୍ଜ କ୍ୟାନଟ୍ ବି ଚେଞ୍ଜଡ। ତେଣୁ ବୃଷ ରାଶି ପାଇଁ ମଧ୍ୟ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବେ, ରାଜନୀତି କ୍ଷେତ୍ରରେ କ୍ଷମତାର ବଳୟ ଭିତରେ ରହିବେ, ବାଣିଜ୍ୟ ବ୍ୟବସାୟ ବା ଅଂଶଧନ ବ୍ୟବସାୟ ଯୋଉମାନେ କରୁଛନ୍ତି ଆଶା ଠାରୁ ଅଧିକ ଲାଭବାନ ହେବେ। ମିଥୁନ ରାଶିରେ 3ଟି ନକ୍ଷତ୍ର, 5/3 ମୃଗଶିରା ମିଥୁନ, 6/3 ଆଦ୍ରା ମିଥୁନ, 7/3 ପୁନର୍ବସୁ ମିଥୁନ। ମିଥୁନ ରାଶିର ଉଣା ଭଲ ମନ୍ଦ ଯୋଗୁ ଗୋଟେ ସରକାର ପଳେଇଲା। ଆଜ୍ଞା, ଆପଣ ତ 2024 କାହିଁ ସେ କଥା କହୁଛନ୍ତି? ସରକାର ପଳେଇଲା, କେହି ଭାବି ନଥିଲେ ପଳେଇବ ବୋଲି। କଣ ସେ ପରିବର୍ତ୍ତନ? ଯେହେତୁ ପରିବର୍ତ୍ତନ ହିଁ ସ୍ଥାୟୀ ବୋଲି ମୁଁ ଆପଣଙ୍କୁ କହିଲି। କିଛି ଲୋକ କିଛି ଲୋକଙ୍କୁ କିଛି ଦିନ ପାଇଁ ଠକି ଦେଇ ପାରନ୍ତି, କିନ୍ତୁ ସବୁ ଲୋକ ସବୁ ଲୋକଙ୍କୁ ସବୁଦିନ ପାଇଁ ଠକି ଦେଇ ପାରିବେ ନାହିଁ। ଆକୁ ମନେ ରଖନ୍ତୁ ଆଜ୍ଞା। ଆପଣ କଣ କରିବେ? କିଛି କରିବେନି। କଣ କରିବା? ପଞ୍ଚାକ୍ଷର ନମ ଶିବାୟ। କଣ କରିବା? ପଞ୍ଚାକ୍ଷର। ବ୍ୟକ୍ତିବ୍ୟସ୍ତ ହୁଅନ୍ତୁ ନା। ମିଥୁନ ରାଶି ହେଲା 2 ସ୍ୱଭାବ ରାଶି, 2 ମତ, 2 ପ୍ରକାର ଚିନ୍ତାଧାରା, 2 ପ୍ରକାର ନିଷ୍ପତ୍ତି, 2 ପ୍ରକାର କାର୍ଯ୍ୟଶୈଳୀ, କାର୍ଯ୍ୟକାରିତା, ସନ୍ଦେହ ସଂଶୟକାରୀ ଦ୍ୱନ୍ଦ୍ୱ ରହିବ, ଭାରି କନଫ୍ୟୁଜ। କିନ୍ତୁ ପରିସ୍ଥିତି ପରିବେଶ, ମ୍ୟାନ କ୍ୟାନଟ୍ କିପ୍ ଦ ସରକମଷ୍ଟାନ୍ସେସ୍, ସରକମଷ୍ଟାନ୍ସେସ୍ କିପ୍ ଦ ମ୍ୟାନ। ମନୁଷ୍ୟ ପରିସ୍ଥିତି ସୃଷ୍ଟି କରେ ନାହିଁ, ପରିସ୍ଥିତି ମନୁଷ୍ୟକୁ ସୃଷ୍ଟି କରେ। ଆଉ ମିଥୁନ ରାଶି ପାଇଁ ରଜା ଠାରୁ ରଙ୍କି ପର୍ଯ୍ୟନ୍ତ, ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ 30/5/2025 ପରେ ସ୍ଥିତି ଅବସ୍ଥିତି ପରିସ୍ଥିତିରେ ଆମୂଳଚୂଳ ପରିବର୍ତ୍ତନ ଆସିବ। ଲୋକଙ୍କର ଆସ୍ଥା ପାଇବେ, ପୁନରୁଦ୍ଧାର ହବ, କ୍ଷମତାର ବଳ ଭିତରେ ରହିବେ। ନିଜର ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ମର୍ଯ୍ୟାଦାର ସହିତ ପ୍ରତିଷ୍ଠା ଲାଭ କରିବେ। ତାପରେ କର୍କଟ। କର୍କଟ ନା ଶୁଣୁ ଶୁଣୁ ଆପଣ ଭାବୁଥିବେ କର୍କଟ ରାଶି କର୍କଶ ସ୍ୱଭାବ ଯୁକ୍ତ, କ୍ଷଣକ ପ୍ରିୟ ହେବେ, କ୍ଷଣକ ପାଇଁ ରହିବ। ଖାଲି ଆପଣଙ୍କୁ ମୋ କଥା ପଢିନି ଆଜ୍ଞା। ଓଡିଶା ପ୍ରଦେଶର ରାଶି ନକ୍ଷତ୍ର ହେଲା ପୁଷା ନକ୍ଷତ୍ର କର୍କଟ ରାଶି,
ଭାରତ ବର୍ଷର ରାଶି ନକ୍ଷତ୍ର ହେଲା ପୁଷ୍ୟ ନକ୍ଷତ୍ର କର୍କଟ ରାଶି। ତେଣୁ କର୍କଟ ରାଶି ପାଇଁ ସ୍ଥିତି ଅବସ୍ଥିତି ବର୍ତ୍ତମାନ ବଦଳି ଏକାଦଶ ଗୃହରେ ଜ୍ୟୋତିଷ ଶାସ୍ତ୍ରରେ ଏକାଦଶ ଗୃହ ହେଲା ଇଚ୍ଛା ପୂରଣ ଲାଭ। ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଯୋଉ ଡବଲ ଇଞ୍ଜିନ ଥିଲା ଗୋଟେ ଇଞ୍ଜିନ ସେଥିରୁ ଚାଲିଯିବ। ନିଶ୍ଚିତ ଭାବରେ ଲେଖିକିରି ରଖନ୍ତୁ କେନ୍ଦ୍ର ସରକାର 2025ର ଶେଷ ପର୍ଯ୍ୟନ୍ତ କ୍ଷମତାର ବଳ ଭିତରେ ରହିବେ ନାହିଁ। ଯେହେତୁ କି ସେମାନଙ୍କର ସ୍ଥିତି ବଦଳିବ। ନକ୍ଷତ୍ର ରାଶି ଯେହେତୁ ଭାରତର ପ୍ରଧାନମନ୍ତ୍ରୀ ଯଶସ୍ୱୀ ନରେନ୍ଦ୍ର ମୋଦୀଙ୍କର ରାଶି ନକ୍ଷତ୍ର ହେଲା 17/8 ଅନୁରାଧା ନକ୍ଷତ୍ର ବିଛା ରାଶି ବିଛା ଲଗ୍ନ। ସ୍ଥିତି ବର୍ତ୍ତମାନ ଭଲ ନାହିଁ। ଏଣୁ ଜୋତା ଭିତରେ କଣ୍ଟା ପରି ଦଳ ଭିତରେ ମୂଷା ପରି ନିଜର ଦଳ ଲୋକମାନଙ୍କର ଷଡ଼ଯନ୍ତ୍ର ଚକ୍ରାନ୍ତ ଯୋଗୁଁ ଏବଂ RSS ର ଷଡ଼ଯନ୍ତ୍ର ଯୋଗୁଁ କ୍ଷମତାର ବଳ ଭିତରୁ 2025 ମଧ୍ୟରେ କ୍ଷମତାରୁ ଅନ୍ତର ହୋଇଯିବ। କିନ୍ତୁ ଯୋଉମାନେ କର୍କଟ ରାଶି ଅଛନ୍ତି 7/4 ପୁନର୍ବସୁ କର୍କଟ, 8/4 ପୁଷ୍ୟ କର୍କଟ, 9/4 ଅଶ୍ଲେଷ କର୍କଟ। କାର୍ଯ୍ୟ ଦକ୍ଷତା ନିୟମ ଅନୁବର୍ତ୍ତିତା ଶୃଙ୍ଖଳତା ପାଇଁ ଯୋଉମାନେ କର୍ପୋରେଟ ସେକ୍ଟରରେ କାର୍ଯ୍ୟ କରି ଆସୁଛନ୍ତି କାର୍ଯ୍ୟ କରୁଥିବା ସଂସ୍ଥାର ଅନୁମୋଦନ କ୍ରମେ ଉନ୍ନତ ବିକାଶଶୀଳ ପାଶ୍ଚାତ୍ୟ ରାଷ୍ଟ୍ର ୱେଷ୍ଟର୍ଣ୍ଣ କଣ୍ଟ୍ରିଜ କୁ ଗସ୍ତ କରିବା ସୁନିଶ୍ଚିତ। ଭୂ ସମ୍ପତ୍ତି କ୍ରୟ କରିବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ଏକାଧିକ ସ୍ଥାୟୀ ସ୍ୱୀକୃତି ପ୍ରାପ୍ତ ଉପାର୍ଜନର ପନ୍ଥା ପାଇବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ସମ୍ପାଦନ ହବ। ଏ ଥିଲା କର୍କଟ ରାଶି। ବାଃ, କର୍କଟ ରାଶି ହେଲା ସବୁ ବିଦେଶ ଯିବା ପାଇଁ ପ୍ରସ୍ତୁତ ହେଇଯାଅ, ଜାଗା ଖଣ୍ଡ ଖଣ୍ଡ ବି କିଣିବ। ତାପରେ ସିଂହ ଆଜ୍ଞା, ସିଂହ ତ ସେ ସବୁବେଳେ ସିଂହ ଆଉ। ସିଂହ ଆଜ୍ଞା ମାର ବୁଝିଗଲେ। ଦି ଲାୟନ ନିଡ୍ସ नो ଇଣ୍ଟ୍ରୋଡକ୍ସନ। ସିଂହ ବିଷୟରେ କି ରଚନା ଲେଖିବେ ଆଜ୍ଞା? ସିଂହ କେବେ ଘାସ ଖାଇଲାଣି? ନାଇଁ ଆଜ୍ଞା। ଏକ ତରଫା ଏକ ଜିଦିଆ ଜିଦଖୋର ମନୋବୃତ୍ତି ଯୋଗୁଁ ନିଜେ ନିଜ ପାଇଁ ପରିବାର ସକାଶେ ମୁଣ୍ଡ ବଥାର କାରଣ ହେବେ। ସିଂହ ରାଶିରେ ମଧ୍ୟ 3ଟି ନକ୍ଷତ୍ର 10/5 ମଘା ସିଂହ, 11/5 ପୂର୍ବ ଫାଲ୍ଗୁନୀ ସିଂହ, 12/5 ଉତ୍ତର ଫାଲ୍ଗୁନୀ ସିଂହ। ଯଦିଓ ବର୍ତ୍ତମାନ ପାଇଁ ଭଲ ସମୟ ଚାଲିନି, ଅତ୍ୟନ୍ତ ଶୁଭ ସମୟ ଆସିବ। 15/10/2025 ପରେ ସିଂହ ରାଶି ପାଇଁ ସ୍ଥିତି ଅବସ୍ଥିତି ପରିସ୍ଥିତିରେ ଆମୂଳଚୂଳ ପରିବର୍ତ୍ତନ ଆସିବ। ଭୂ ସମ୍ପତ୍ତି କ୍ରୟ କରିବେ। ଯାନବାହନ କ୍ଷେତ୍ରରେ ଉତ୍ତର ଉନ୍ନତି ହବ। ଯୋଉମାନେ ରିଏଲ ଏଷ୍ଟେଟ ବିଜନେସ କରୁଛନ୍ତି, ଯେହେତୁ କି 2025 କୁ ସଂଖ୍ୟା ସୂତ୍ରରେ ଦେଖିଲେ ସିଏ ହେଲା 9 ହେଲା ମଙ୍ଗଳ। ମଙ୍ଗଳ ହେଲା ରିଏଲ ଏଷ୍ଟେଟ କାରକ ଗ୍ରହ। ଏଣୁ ନିଶ୍ଚିତ ଭାବରେ ଯୋଉମାନେ ରିଏଲ ଏଷ୍ଟେଟ ବିଜନେସ କରୁଛନ୍ତି ସିଂହ ରାଶି ବ୍ୟକ୍ତି 10/5 ମଘା ସିଂହ, 11/5 ପୂର୍ବ ଫାଲ୍ଗୁନୀ ସିଂହ, 12/5 ଉତ୍ତର ଫାଲ୍ଗୁନୀ ସିଂହ ପାଇଁ ଅର୍ଥର ଝଡ଼ ବହିବ। ନୂଆ ପ୍ରୋଜେକ୍ଟ ଆସିବ। ଋଣ ପରିଶୋଧ କରିବେ। କ୍ଷମତାର ବଳବନ୍ତର ରହିବେ। ବାଃ, ଇଏ ହଉଛି ସିଂହ ରାଶି। ପରବର୍ତ୍ତୀ କନ୍ୟା ରାଶି କଣ ତାଙ୍କର ସବୁ ରହୁଛି? ଦେଖନ୍ତୁ କନ୍ୟାରେ ମଧ୍ୟ ସେମିତି 3ଟି ନକ୍ଷତ୍ର 12/6 ଉତ୍ତର ଫାଲ୍ଗୁନୀ କନ୍ୟା, 13/6 ହସ୍ତା କନ୍ୟା, 14/6 ଚିତ୍ରା କନ୍ୟା। କନ୍ୟା ରାଶି ତ ଆରମ୍ଭରୁ ଭଲ ଆସିଛି ଆଜ୍ଞା। ଖାଲି ମନେ ପକେଇ ଦଉଛି ଜନସାଧାରଣ। 1/5/2024 ବୁଧବାର ଦିନ ଧନ କାରକ, ସନ୍ତାନ କାରକ, ଉଜ୍ଜଳମୟ ଭବିଷ୍ୟତ କାରକ ବୃହସ୍ପତି 9ମ ସ୍ଥାନରେ ଅଛନ୍ତି। 10ମ ଏକାଦଶ ନିରନ୍ତର ଭାବରେ 2027 ପର୍ଯ୍ୟନ୍ତ ଭୋଗ କରୁ। କିନ୍ତୁ ମାତ୍ର ଯଦି କହିବାର ଉଦ୍ଦେଶ୍ୟ ହେଲା କନ୍ୟା ରାଶି ହେଲା 200ମ ରାଶି। ପ୍ରତ୍ୟେକ କ୍ଷେତ୍ରରେ 2 ମତ, 2 ପ୍ରକାର ଚିନ୍ତାଧାରା, 2 ପ୍ରକାର ନିଷ୍ପତ୍ତି, 2 ପ୍ରକାର କାର୍ଯ୍ୟଶୈଳୀ, କାର୍ଯ୍ୟକାରିତା ସନ୍ଦେହ ସଂଶୟରେ ଦ୍ୱନ୍ଦ୍ୱରେ ପଡ଼ିବେ। ଏଣୁ ପରୀକ୍ଷା ନିରୀକ୍ଷା ସମୀକ୍ଷା କରି ନିଷ୍ପତ୍ତି ଗ୍ରହଣ କରନ୍ତୁ। ନଚେତ୍ ମୁଝେ ମାର ପରି ବିପଦକୁ ଆମନ୍ତ୍ରଣ କରିବେ। ଭଗବାନ ଆପଣଙ୍କୁ ଆଶୀର୍ବାଦ ଦେଇଛନ୍ତି। ଗାନ୍ଧାରୀ ହେବେ ନାହିଁ। ଆଖି ଥାଇ କନ୍ୟା ଭିଡ଼ିବେ ନାହିଁ। ଗାନ୍ଧାରୀଙ୍କର 6ଟା ପିଲା ଚାଲିଗଲେ। ଏଣୁ କନ୍ୟା ରାଶି ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଯଦିଓ ଭଲ ସମୟ ଚାଲିଛି, ପରୀକ୍ଷା ନିରୀକ୍ଷା ସମୀକ୍ଷା କରି ଯଦି ଯୋଜନାକୁ କାର୍ଯ୍ୟକାରୀ କରନ୍ତି ଆଶା ଠାରୁ ଅଧିକ ଶୁଭ ଫଳ ମିଳିବ। ତାପରେ ମତ୍ସ୍ୟ ତୁଳନାତ୍ମକ ନିଷ୍ପତ୍ତି ନେବେ। ବ୍ୟାଲେନ୍ସ ଅଫ କନଭିନିଏନ୍ସ ମେଣ୍ଟେନ କରିବେ। 14/7 ଚିତ୍ରା ତୁଳା, 15/7 ସ୍ୱାତି ତୁଳା, ଆପଣଙ୍କ 16/7 ବିଶାଖା ତୁଳା। ସଂଖ୍ୟା ଭାବରେ ଯଦି ଦେଖିବା, ମୁଁ ନିଶ୍ଚିତ ଭାବରେ କହିବି
15/5/2025 ତାରିଖ ଦିନ ବୃହସ୍ପତି ଧନ କାରକ, ଉଜ୍ଜଳମୟ ଭବିଷ୍ୟତ କାରକ, ସନ୍ତାନ କାରକ ଗ୍ରହ ବୃଷ ରାଶିରୁ ମିଥୁନ ରାଶିକୁ ସଞ୍ଚାର କରିବେ। ଏଣୁ ତୁଳା ରାଶି ପାଇଁ ଯେଉଁ ନକ୍ଷତ୍ର ହଉ 14 ବୈଶାଖ ଚିତ୍ରା ତୁଳା, 15 ବୈଶାଖ ସ୍ୱାତି ତୁଳା, 16 ବୈଶାଖ ନବମ ବୃହସ୍ପତି ହେବେ। ବିଦେଶ ଯାତ୍ରା କରିବାର ସୁବିଧା ସୁଯୋଗ ଉପଲବ୍ଧ ହେବ, ଉଦ୍ୟମରେ ସଫଳତା ମିଳିବ। ଏପରିକି ଶନି ମଧ୍ୟ ତୁଳା ରାଶି ପାଇଁ ଶନି ହଉଛନ୍ତି ଯୋଗ କାରକ ଗ୍ରହ, ଚତୁର୍ଥାଧିପତି, କେନ୍ଦ୍ରାଧିପତି, ପଞ୍ଚମାଧିପତି, କୋଣାଧିପତି ଭାବରେ ବର୍ତ୍ତମାନ ଅଛନ୍ତି କୁମ୍ଭ ରାଶିରେ ଏବଂ ଯିବେ 30 ମାର୍ଚ୍ଚ 2015 ମୀନ ରାଶିକୁ ଷଷ୍ଠ ହେବେ। ଏକାଧିକ ସ୍ଥାୟୀ ସ୍ୱୀକୃତିପ୍ରାପ୍ତ ଉପାର୍ଜନର ପନ୍ଥା ପାଇବେ। ନିଜର ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା ଯୋଗୁଁ ଋଣମୁକ୍ତ ହୋଇ ମର୍ଯ୍ୟାଦାର ସହିତ ପ୍ରତିଷ୍ଠା ଲାଭ କରିବେ। ଦୂରଯାତ୍ରା, ତୀର୍ଥଯାତ୍ରା, ବିଦେଶ ଯାତ୍ରା କରିବାର ଷଷ୍ଠ ସୂଚନା ମିଳୁଛି। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଅଣୁ ପରମାଣୁର ପ୍ରତିକାର ବା ପ୍ରତିଷେଧକର ଆବଶ୍ୟକତା ନାହିଁ। ବାଃ, ଇଏ ସବୁ ଶୁଣିକିରି ବହୁତ ଖୁସି ଲାଗୁଛି। ଆଉ କେତୋଟି ରାଶି ରହିଛି? ହଁ, ବିଛା ପରି ପ୍ରକୃତି ଆଉ କାମୁଡି ପକେଇବ। ଆଜ୍ଞା, ବିଛା 16/8 ବିଶାଖା ବିଛା, 17/8 ଅନୁରାଧା ବିଛା, 18/8 ଜ୍ୟେଷ୍ଠ ବିଛା। ଜ୍ୱଳନ୍ତ ଉଦାହରଣ ଆଜ୍ଞା, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ରାଶି ନକ୍ଷତ୍ର ହେଲା 17/8 ଅନୁରାଧା ବିଛା। ବିଛା ଲଗ୍ନ କ୍ଷଣ କୋପି ଆଉ ସ୍ଥିତି ତାଙ୍କର ବର୍ତ୍ତମାନ ଭଲ ନାହିଁ। ତେଣୁ ଆଚାର ବ୍ୟବହାର, କଥୋପକଥନ ଯୋଗୁଁ ବର୍ତ୍ତମାନ 2025 ମସିହାଟି ତାଙ୍କ ପାଇଁ ଭଲ ନାହିଁ ଏବଂ ସମସ୍ତ ପ୍ରକାର ମିଥ୍ୟା ରାଶି ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ସତର୍କତା କରୁଛି ଯେ ଆପଣ ମାନେ ଭଗବାନ ଅତି ଚତୁରତାର ସହିତ 2ଟି ଆଖି, 2ଟି କାନ, 2ଟି ନାକ ପୋଡା, 2ଟି ହାତ ଦେଲେ କିନ୍ତୁ ଗୋଟାଏ ଜୀବ ଦେଲେ। ଇଫ୍ ୟୁ କଣ୍ଟ୍ରୋଲ ୟୁର ଟଙ୍ଗ ଏଭରିଥିଙ୍ଗ ୱିଲ୍ ବି କଣ୍ଟ୍ରୋଲ। ଆପଣ ମାନେ ଜୀବକୁ ନିୟନ୍ତ୍ରଣାଧୀନ କରନ୍ତୁ, ନଚେତ ମିଥ୍ୟା, ମନଗଢା, ଅଭିସନ୍ଧିମୂଳକ ଆପତ୍ତି ଅଭିଯୋଗ, ମାଲି ମକଦ୍ଦମାର ସମ୍ମୁଖୀନ ହେବେ। ମାନହାନି ମକଦ୍ଦମା ଆପଣଙ୍କ ବିରୁଦ୍ଧରେ ମଧ୍ୟ ହବ। ଏଣୁ ନିଜକୁ ନିୟନ୍ତ୍ରଣାଧୀନ କରି ଶତ୍ରୁ ମାନଙ୍କୁ ଦମନ କରିବା ପାଇଁ ଶତ୍ରୁ ବିଦ୍ବେଷଣୀ ମନ୍ତ୍ରକୁ ପଢିବେ। ଓಂ ଶତ୍ରୁ ବିଦ୍ବେଷଣୀ ମନ୍ତ୍ର ଜୟତ୍ପକ ଋଷି ଅନୁଷ୍ଠୁପ ଛନ୍ଦ ତ୍ରିଶା ନମ ବୀଜ ତ୍ରିଶା ନମ ଶକ୍ତି ଅଗ୍ନି ଜଳ କ୍ରୀଳକମ୍ ମମ ଶତ୍ରୁ ବିଦ୍ବେଷଣାର୍ଥ ବିନିଯୋଗ। ଆନ୍ତରିକତାର ସହିତ କରନ୍ତୁ, ନିଶ୍ଚିତ ଭାବେ ବହୁ ମାତ୍ରାରେ ଉପଶମ ମିଳିବ। ତୁରନ୍ତ ଆକୁ ଘୋଷି ପକାନ୍ତୁ। ଯାହା ସବୁ ଶୁଣିଲେ ତାକୁ ବାରମ୍ବାର ପ୍ରତିଦିନ ସକାଳେ ପଢନ୍ତୁ, ନିହାତି ଆପଣ ତ୍ରାହି ପାଇଯିବେ। ଆଗକୁ ଯିବା। ଧନୁ ଧନୁ 19/9 ମୂଳା ଧନୁ, 20/9 ପୂର୍ବଷାଢା ଧନୁ, 21/9 ଧନୁ ପରି ନମ୍ରତା, ନିରବତା, ସରଳତା ଆପଣଙ୍କ ପାଇଁ ଦୁର୍ବଳତା ହୋଇ ପଡିବ। ଏଣୁ ପରୀକ୍ଷା ନିରୀକ୍ଷା ସମୀକ୍ଷା କରି ନିଷ୍ପତ୍ତି ନିଅନ୍ତୁ। ଯେହେତୁ କି ଆପଣଙ୍କ ଧନୁ ରାଶିର ଘର ହେଲା ବୃହସ୍ପତିଙ୍କ ଘର। ବୃହସ୍ପତି 15/5/2025 ତାରିଖ ଦିନ ବୃଷ ରାଶିରୁ ମିଥୁନ ରାଶିକୁ ସଞ୍ଚାର କରିବେ। ତାଙ୍କର ସପ୍ତମ ଦୃଷ୍ଟି ନିଜ ଘରେ ପଡୁଥିବା ଅମୃତ ଦୃଷ୍ଟି। ଯୋଉମାନେ ଋଣ କରିଛନ୍ତି ଋଣ ପରିଶୋଧ କରିବେ। ଯୋଉମାନେ ଘର ତିଆରି କରିବା ପାଇଁ ଯୋଜନା କରୁଛନ୍ତି ନିଜର ନକ୍ସା ପ୍ରକାରେ ନିଜର ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା ଯୋଗୁଁ ସମୟ ସୀମା ପୂର୍ବରୁ ଘର ପୂର୍ଣ୍ଣାଙ୍ଗ କରି ଗୃହ ପ୍ରତିଷ୍ଠା କରି ପ୍ରବେଶ କରି ଉପଭୋଗ କରିବେ। ଭଡା ଦେଇପାରିବେନି, ଉପଭୋଗ କରିବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ଏହା ପୂର୍ବରୁ ଆୟ ଠାରୁ ବ୍ୟୟର ମାତ୍ରା ବଢି ଯାଉଥିଲା। ଯେହେତୁ କି ଘର ତିଆରି କରିବେ, ବ୍ୟବସାୟରେ ଅର୍ଥ ବିନିଯୋଗ କରିବେ, କଟ୍ ବଜେଟ୍ କାଟ ଦି କଟ୍ ଆକର୍ଡିଂ ଟୁ ଦି କୋର୍ଟ ପରି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ ଏବଂ ଅର୍ଥକୁ ନିୟନ୍ତ୍ରଣାଧୀନ କରିବେ। ବାଃ, ଇଏ ସବୁ ଧନୁରାଶି ବାଲା ସମସ୍ତେ ଏଥର ଘର ଖଣ୍ଡେ ଖଣ୍ଡେ ନିଶ୍ଚୟ କରିବେ, ଯାହା ଜଣା ପଡିଲା ଆପଣଙ୍କ କଥାରୁ। ଆଉ କଣ ଅଛି? ମକର ମକର ରାଶି ଲୋକମାନଙ୍କୁ ମୁଁ କହିବି 3ଟି ନକ୍ଷତ୍ର 21/10 ଉତ୍ତରାଷାଢା ମକର, 22/10 ଶ୍ରବଣ ମକର, 23/10 ଧନିଷ୍ଠା ମକର। ମକର ମାନେ କୁମ୍ଭୀର ଆଜ୍ଞା। କୁମ୍ଭୀର ମାନେ ଆପଣଙ୍କର ଜଳଚର ଆଉ ସ୍ଥଳଚର ଉଭୟଚର। ଏଇ ବ୍ୟକ୍ତି ବିଶେଷ ମାନେ ଅତ୍ୟନ୍ତ ଦ୍ରୁତ, ଚତୁର, ନିଜ କାର୍ଯ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ପରିସ୍ଥିତି, ପରିବେଶ, ଚିନ୍ତାଧାରା ବ୍ୟକ୍ତି ବିଶେଷଙ୍କ ସହିତ ଖାପ ଖୁଆଇ ଚଳି ନିଜ କାର୍ଯ୍ୟକୁ ହାସଲ କରିନେବେ। ଯଦି ଗ୍ରହ ମାନଙ୍କ ସ୍ଥିତି ଅବସ୍ଥିତି ଦୃଷ୍ଟିକୁ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା, ବର୍ତ୍ତମାନ ପଞ୍ଚମରେ ବୃହସ୍ପତି, ଷଷ୍ଠକୁ ବୃହସ୍ପତି ଯିବେ। ଷଷ୍ଠକୁ ବୃହସ୍ପତି ଗଲା ବିପରୀତ ରାଜଯୋଗ ହେବ। ସୌଭାଗ୍ୟବଶତଃ ଶନି 30/3/2025 ତାରିଖରୁ 2 ବର୍ଷ 6 ମାସ ପାଇଁ, ଆମେ ତ 2025 କଥା ଚିନ୍ତା କରୁଛେ 27 ମସିହା ପର୍ଯ୍ୟନ୍ତ
आर्थिक वृत्तिगत स्वास्थ्यगत पारिवारिक सामाजिक दैनिक राजनैतिक प्रत्येक क्षेत्र में आशा ठारू अधिक शुभ फल भोग करेंगे मांगलिक कार्य संपादन करेंगे कौन से बंधु आमंत्रण क्रमे कि कौन से अनुष्ठान आमंत्रण क्रमे एकाधी बार कपल ऑफ टाइम एंड कपल ऑफ इयर्स विदेश यात्रा कर सुविधा सुजोग उपलब्ध हम देह सुस्थ रनवान क्षेत्र में उत्तर उत्तर उन्नति करेंगे प्रतिकार आवश्यकता नहीं सरीगला कुंभ कुंभ अच्छी कुंभ राशि बंधु कुंभ 3टी नक्षत्र 23/11 धनिष्ठा कुंभ 24/11 सतनिष्ठा कुंभ 25/11 पूर्व कुंभ राशि अत्यंत शुभ समय आरंभ होगा 15/5/2025 तारीख दिन धनकारक ग्रह बृहस्पति आपणकर वृष राशि मिथुन राशि को संचार एणु पंचम बृहस्पति हे जो माने प्रतिद्वंदिता मूलक परीक्षा प्रस्तुति पत्र लगी निश्चित भाव फलपूर्ति हम आशा वास्तवतार परिणत हम गृह मांगलिक कार्य संपादन हम विदेश यात्रा दूर यात्रा कर षष्ठ सूचना मिलूँ विश्वस्त अनुगत व्यक्ति सहित अंशीदार भाव तरल पदार्थ नित्य व्यवहार जिनिस सुना रूपा वस्त्र क्षेत्र में वाणिज्य व्यवसाय करने नोटरी पब्लिक पाखे पार्टनरशिप डीड पंजीकरण कर षष्ठ सूचना मिलूँ प्रतिकार आवश्यकता नहीं मनु मन हम शेष राशि बंधु शेष राशि सी मीन माछटिया अत्यंत अशुभ मते चाखेंडे नुह दुई चलतु 7.5 शनि चली बृहस्पति स्थिति भल ना एणु आशा आशंकार परिणत हम रक्त संपर्क माने आपणकर उन्नति प्रगति समृद्धि क्षेत्र में कृत्रिम प्रतिबंधक सृष्टि करेंगे फल माली मकदमा फौजदारी देवानी क्रिमिनाल राजस्व रेवेन्यू माली मकदमार सम्मुखीन रहे समस्त प्रकार योग्यता दक्षता पारदर्शिता चतुरता अक्लांत उद्यम सत्वे आशा अनुरूप शुभ फल शेष मुहूर्त हाथ छड़ा हो एणु भावी विचारी परीक्षा निरीक्षा कर निष्पत्ति नियंतु नचेत पश्चाताप हे विपद रक्षा पाइबा बगला मंत्र पढ़े समस्त शत्रु को दमन करने ओम लीम बगला मुखी सर्वदुष्टानां वाचम मुखम पदम स्तंभय जीवम किले बुद्धिम विनाशाय ओम ह्रीम फट स्वाहा यहाँ सहित परिवार रे समाज रे कर्म क्षेत्र रे उपार्जन क्षेत्र रे समस्त आस्थावादन विश्वस्त हवा सकाशे नील सरस्वती मंत्र को पढ़िए ओम ऐं ह्रीं श्रीं वाग्वादिनी सरस्वती मम कंठे मम परिवार कंठे बसमानाय स्वा यदि भक्तिर सहित शरणापूर्ण भाव में प्रतिकार प्रतिशत व्यवस्था करते भगवान का आशीर्वाद रू बहु क्षेत्र में उपशम मिलवा निश्चित ये राशि फाशी कथा सब मन को पाइला समस्ते शुणुवे नंदीघोष डायरी ये जो कथाटी आपणकर समस्त मन को पाइब समस्ते हुशियार होकर चलिए गोटा कथा पचार चाहूँगी आम सब कथार एटा शुभ सेटा अशुभ एटा भल सेटा मंद आपण विद्या कौन कहूँ आकार एकार अनुसार विसर्ग नहीं उच्च शिक्षित शिक्षित अर्ध शिक्षित अशिक्षित समस्ते कहींपारे लेखिपारे बुझीपारे सी म आउ न मन मन जदि नियंत्रण अच्छी बोले हनुमान किंतु बैग चली पार पवन ठू बैग चली पार मन जदि भल अच्छी खराब जिनस भल लगे मन जदि भल नहीं भल जिनस खराब लगे बास तेणु आपण माने नुआ वर्ष निज मन को निजे संचय माने सुरक्षित भाव रखंतु एवं भलरे भलरे आग को चलतु आम कहे बिलेटी आस्था आगे चलीगला आज भल ना गाड़ी पछक फेरला आज जीवा ना बिले रास्ता काटिला से कथार आपन केते विश्वास करते नहीं मो विश्वास कथा नहीं जनसाधारण विश्वास भल प्रश्न पचारि निज परिवार लोक सत के लगे अवास्तव मिछ के लगे वास्तव मिछ पछरे छपी था सत सत को घोड़ाइबा ना मिछ यहाँ तो चिरंतन सत जदि बिलेई क्रॉस कले हो जाता जो मैंने कहते मु तो एकमत हो पारि बंधु बिलेई जाऊँगी कहीं ट्रेन तो पछू जाऊँ ना
ବିଲେଇ ତ ଚାଲୁଛି, ଫ୍ଲାଇଟ୍ ତ ପଛକୁ ଯାଉ, ଟାଇମ କ୍ୟାନସେଲ ହେଇଗଲେ ବିଲେଇକି ଧରିକି ଟିକଟ କରିକି ଫ୍ଲାଇଟ୍ ରେ ଯାଉଛି। ମୁଁ ଆମେରିକା 5 ଥର ଯାଇଛି, କରିକି ଯାଉଛି। ଇଏ ଗୋଟେ ବିଭ୍ରାନ୍ତିକର ତଥ୍ୟ। ବିଲେଇ କଥା ନାହିଁ, ବିଲେଇ କେତେଟା ମାନେ ଜାତିର ପଶୁ ସ୍ୱୀକୃତି ପ୍ରାପ୍ତ ପଶୁ, ସେ ବି ଭଗବାନଙ୍କର ସର୍ଜନା। ତାପରେ ଆପଣ କହିବେ ଲକ୍ଷ୍ମୀଙ୍କର ପେଚା କହୁଛନ୍ତି, ପେଚାଟା ତ ଲକ୍ଷ୍ମୀଙ୍କର ବାହାନ। ଏଇ ବିଲେଇ କଥା ନାଇଁ, ମାନେ କଥା କଣ ହେଇଛି, ମାନବିକତା। ଏମାନଙ୍କର ଯୋଉ ଦୋଷ ଦୁର୍ବଳତା ରହିଛି, ଦୁର୍ବଳତା ପାଇଁ ଏମାନଙ୍କୁ ଡରେଇ ଦିଆଯାଉଛି। ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ଜ୍ୟୋତିଷ ହିସାବରେ ମୋ ବନ୍ଧୁ ମତେ ସମାଲୋଚନା କରିପାରନ୍ତି, କୋଉମାନେ ଜ୍ୟୋତିଷଙ୍କର ଦ୍ୱାରସ୍ଥ ହୁଅନ୍ତି, ଯୋଉମାନଙ୍କର ଭଗବାନଙ୍କ ଉପରେ ବିଶ୍ୱାସ କମିଯାଏ। ଜ୍ୟୋତିଷ କେବେ କାହାର ଭାଗ୍ୟ ପରିବର୍ତ୍ତନ କରିପାରିବ ନାହିଁ। ଯଦି କରିପାରୁଥାନ୍ତା ନିଜର ଭାଗ୍ୟ ପରିବର୍ତ୍ତନ କରୁ, ନିଜ ପରିବାର। ତାହେଲେ ଜ୍ୟୋତିଷ କଣ? ଜ୍ୟୋତିଷ ହେଲା ମାର୍ଗଦର୍ଶକ, ଦିଗ୍ଦର୍ଶକ। ଆପଣ ଏମିତି ପୂଜା କରନ୍ତୁ, ସେମିତି ଦେବେ ଭଗବାନ। ଘରୁ ବାହାରିବାଟା କେବଳ ଆପଣଙ୍କର, ପହଞ୍ଚିବା କାମଟା ଆପଣଙ୍କ ହାତରେ ନାହିଁ। କଣ ଖାଇବେ ସାମ୍ବିଧାନିକ ଅଧିକାର ସମସ୍ତଙ୍କର ରହିଛି, ଆମିଷ କି ନିରାମିଷ, ପାଟି ପର୍ଯ୍ୟନ୍ତ। ପାଟି ଭିତରେ ପଶିଗଲା ପରେ କହିପାରିବେ ମାଂସ ଭାଇ ଟିକେ ରକ୍ତ କାନି ପଳା, ପନିଆର ଭାଇ ଟିକେ ଅସ୍ଥି କାନି ପଳା। ଇଏ ଭ୍ରାନ୍ତ ଧାରଣା ଭିତରେ ପଶନ୍ତୁ ନା। କୋଉମାନେ ଚିକିତ୍ସକ ପାଖକୁ ଯାଆନ୍ତି, ଚିକିତ୍ସକ କଣ ରୋଗ ଭଲ କରିଦବ? ତା ରୋଗ ଭଲ କରୁନି। ଯୋଉମାନଙ୍କର ଖାଦ୍ୟ ଉପରେ ନିୟନ୍ତ୍ରଣ ନଥାଏ, ଏ ଖାଦ୍ୟଟା ଛାଡ଼ିଦିଅ, ସେ ଖାଦ୍ୟଟା ଖାଇଲା ପରେ ଭଗବାନଙ୍କ ଉପରେ ବିଶ୍ୱାସ ରହିଲେ ଜ୍ୟୋତିଷର ଦ୍ୱାରସ୍ଥ ହବାର ଆବଶ୍ୟକତା ପଡିବ ନାହିଁ। ଖାଦ୍ୟ ଉପରେ ନିୟନ୍ତ୍ରଣ ଥିଲେ ଚିକିତ୍ସକଙ୍କର ଦ୍ୱାରସ୍ଥ ହବାର ଆବଶ୍ୟକତା ପଡିବ। ତେଣୁ ଆଉ ଡାକ୍ତର ପାଖକୁ କି ଜ୍ୟୋତିଷ ପାଖକୁ ଆପଣମାନେ ଯିବେନି ଯଦି ଏ କଥାଟାକୁ ମାନିବେ। ଆଚ୍ଛା, ମୁଁ ଶୁଣିଲି ଆପଣ ଗୋଟା ମୁଦି ଦେଇକି ଭାଗ୍ୟ ବଦଳେଇ ଦଉଛନ୍ତି। ଆପଣ ନୁହଁ, ସବୁ ଜ୍ୟୋତିଷ ପଥର ଫଥର ପିନ୍ଧେଇକିରି ସବୁ ମନରେ ସୁସ୍ଥତା ଆସୁଛି। ଯିଏ ବାହା ନ ହେଇପାରୁଛି ସିଏ ବାହା ହେଇଯାଉଛି, ଯିଏ ଘର ନ କରିପାରୁଛି ସିଏ ଘର କରୁଛି, ଯିଏ କାନ୍ଦୁଛି ସେ ହସୁଛି। ଏ କଥାଟା କେତେ ସତ? ଦେଖନ୍ତୁ, ମୁଁ କିଛି ପିନ୍ଧେନି, କାହିଁକି ମୁଁ ଆପଣଙ୍କୁ କହୁଛି। ମୋର ଏଇଟା ହେଲା ଓମ୍ ଟେ ପିନ୍ଧିଛି। ଓମ୍ ର ଆଖେରି କରିଥିଲା ଆ ଉ ମକୁ ନେଇକି ଓମ୍, ଆରୁ ଆଚରଣ, ଉରୁ ଉଚ୍ଚାରଣ, ମରୁ ମନନ। ମନ ଠିକ ଥିବାକୁ ପଡିବ, ଉଚ୍ଚାରଣ ଠିକ ଥିବାକୁ ପଡିବ, ଆଚରଣ ଠିକ ଥିବାକୁ ପଡିବ। ଆପଣ ପଚାର ଏ ମୁଦିଟା, ଏଇଟା ବିବାହର ମୁଦି ଦିଆଯାଇଛି, କେବଳ ମୁନ୍ ଷ୍ଟୋନ, ଚନ୍ଦ୍ରକାନ୍ତ। ତେଣୁ ଏଇ ଯୋଉ ଦିଆଯାଉଛି, ତାହେଲେ ଆପଣ କହୁଛନ୍ତି କେବଳ ଭଗବାନ କେବଳ ଧନୀ ଲୋକଙ୍କ ପାଇଁ, ଗଡ୍ ଇଜ ଫର ଓନ୍ଲି ହାଭ୍ସ ନଟ୍ ଫର ହାଭ୍ ନଟ୍ସ, ନଥିବା ଲୋକଙ୍କ ପାଇଁ ନାହିଁ। ଭଗବାନ ସମସ୍ତଙ୍କ ପାଇଁ, ସୁଧବାଙ୍କ ପାଇଁ ଅଛନ୍ତି, ଶ୍ରୀକୃଷ୍ଣଙ୍କ ପାଖରେ ବି ଅଛନ୍ତି। ତେଣୁ ଆପଣ ତୁଳସୀ ପୂଜା କରିପାରିବେ, ମନ୍ତ୍ର ପଢିପାରିବେ, ବିଜାଙ୍କର। ଆପଣ ବଡ ବଡ ମନ୍ତ୍ର ମଧ୍ୟ ଆପଣ ପଢିବେନି, ସିଙ୍ଗଲ ୱାର୍ଡ ପଢନ୍ତୁ। ଲକ୍ଷ୍ମୀଙ୍କର ଆପଣଙ୍କର ଶ୍ରୀ ମହାଲକ୍ଷ୍ମାୟ ନମ, କାଳୀଙ୍କର କ୍ଲିଂ କାଳିକାୟ ନମ, ଗଣେଶଙ୍କର ଗମ୍ ଗଣପତାୟ ନମ, ଦୁର୍ଗାଙ୍କର ଦୁମ୍ ଦୁର୍ଗାୟ ନମଃ। ଏଇ ଯୋଉ ଗୋଟାଏ ଅକ୍ଷର ମନ୍ତ୍ର ପଢ, ଆଜିକାଲି ସମୟର ଅଭାବ, ତେଣୁ ଆପଣ ଗୋଟାଏ ବୀଜ ମନ୍ତ୍ରରେ ପଢନ୍ତୁ। ମୋର ବିନୀତ ଅନୁରୋଧ, ରତ୍ନ ଧାରଣ କରନ୍ତୁ ନା, ମନ୍ତ୍ର ପଢନ୍ତୁ। ତାହେଲେ ମନ୍ତ୍ର କାହାକୁ କୁହାଯାଏ? ସୁସା ଗୁଙ୍ଗା ମନ୍ତ୍ର ନୁହଁ ଆଜ୍ଞା, ମନ ତ୍ରାୟତି ଇତି ମନ୍ତ୍ର। ଯୋଉ ମନ୍ତ୍ର ପଢିଲେ ମନୁଷ୍ୟକୁ ତ୍ରାଣ ବା ରକ୍ଷା ମିଳେ, ତେଣୁ ଆପଣ ସେଇ ମନ୍ତ୍ରକୁ ପଢନ୍ତୁ, ଭଗବାନଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ, ନିଶ୍ଚିତ ଭାବେ ଭଗବାନ ଆପଣଙ୍କର ସହାୟ ହେବେ। ପରିବାର ଭିତରେ ତ ସମସ୍ତଙ୍କର ମତାନ୍ତର ମନାନ୍ତର ରହିଛି। ମତେ କହିଲେ ଆପଣ କହିବେ ଆପଣ ରାଞ୍ଚି ହସ୍ପିଟାଲ କୁ ଯାଆନ୍ତି ବୋଲି। କାହିଁକି ମୁଁ କହିଲି ନା ଆଜ୍ଞା, ସମସ୍ତେ କହିବେ 12 ତ 7 12, ଯଦି 8 12 କହିବି ଆପଣ ମତେ ପାଗଳ। ମନ ବଡା କଥା, 12 ତ 7ଟା ସମସ୍ତେ ଜାଣିଛନ୍ତି, 8ଟା 12 କୋଉଠୁ ଆସିଲା? 8 12 ଯୋଉମାନେ ଗାଣିତିକ ହିସାବ ନିକାଶ କରି ଦୈନନ୍ଦିନ ଜୀବନ, ବୈବାହିକ ଜୀବନ, ସାଂସାରିକ ଜୀବନ ଉପଭୋଗ କରୁଛନ୍ତି, ସେମାନଙ୍କର ଶାନ୍ତିପୂର୍ଣ୍ଣ ଭାବରେ ଦିନ କଟୁଛି। କେମିତି ଜାଣିଛନ୍ତି? ମାନେ ଏଇ ଯୋଉ 2025 ରୁ ଯୋଉ 7ଟା 12 ଥିଲା, ସେଟା 8ଟା ହେଇଗଲା। 8ଟା 12। ଅଷ୍ଟମ ବାର କଣ ବନ୍ଧୁ? ଆପଣଙ୍କୁ ମୁଁ କହୁଛି, ଅଷ୍ଟମ ବାର ହେଲା ପରିବାର। ଆପଣ ଖାଲି ଖାଇବେ, ଶୋଇବେ, କାମ କରିବେ, ଛୁଆ ଜନ୍ମ କରିବେ, ଆଉ ପରିବାର ବିଷୟରେ ପଚାରିବେନି? ତାଙ୍କର ଆର୍ଥିକ ସ୍ଥିତି, ଅବସ୍ଥିତି, ସ୍ୱାସ୍ଥ୍ୟ, ଦୈନନ୍ଦିନ ଚଳନ। ଆଜି ସଂକଳ୍ପ ନିଅନ୍ତୁ, ସଂକଳ୍ପର ବିକଳ୍ପ ନାହିଁ। ସେବା ହଉ ଆପଣଙ୍କର କର୍ତ୍ତବ୍ୟ, ମାନବିକତା ହଉ ଆପଣଙ୍କର ଧର୍ମ। ଏପରିକାକୁ ନେଇ ସେବା କର୍ତ୍ତବ୍ୟକୁ ଜାତି ଭାବରେ ନେଇ ଆପଣ ନିଶ୍ଚିତ ଭାବରେ ଅଷ୍ଟମ ବାର ଭାବରେ ପରିବାରକୁ ପରିଗଣିତ କରି ଅବଶିଷ୍ଟ ଜୀବନ ଅତିବାହିତ କରନ୍ତୁ, ଦେଖିବେ ଶାନ୍ତିର ଲହରୀ ଖେଳିବା ସୁନିଶ୍ଚିତ। ଯାହା ହଉ, ନୂଆ ବର୍ଷରେ ଆସିକିରି ବଢିଆ ନୂଆ ନୂଆ କଥା ସବୁ ଆପଣ କହିଲେ। ତେଣୁ ମୁଁ ଭାବୁଛି 2025 ଏତିକି ସଚେତନ ବାଣୀ ଶୁଣିଲା ପରେ ସମସ୍ତଙ୍କର ଭଲରେ ଭଲରେ କଟିବ। ଆପଣଙ୍କର ବି ମଙ୍ଗଳ ହଉ, ଜଗନ୍ନାଥ ମଙ୍ଗଳ କରନ୍ତୁ। ଆଉ ନୂଆ ବର୍ଷ ପାଇଁ ଟିକେ କଣ ୱିଶ୍ କରିଦିଅନ୍ତୁ।
ଦେଖନ୍ତୁ 2025 ମସିହାଟି ଓଡ଼ିଶା ପ୍ରଦେଶର ଭାରତ ବର୍ଷର ଆଉ ସମସ୍ତ ନନ୍ଦିଘୋଷ ଟିଭିର ଦର୍ଶକ ବନ୍ଧୁ ମାନଙ୍କୁ କହିବି ଯେ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ଷଟି ସୁରୁଖୁରୁରେ ଶାନ୍ତିପୂର୍ଣ୍ଣ। ମୁଁ ସୁଖ କଥା କହିବିନି ଆଜ୍ଞା, ସୁଖ ବଜାରରେ ମିଳେ, ଶାନ୍ତି ମାର୍କେଟରେ ମିଳେ ନାହିଁ। ତେଣୁ ଆପଣଙ୍କର ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରନ୍ତୁ। ନିଶ୍ଚିତ ଭାବରେ ମୁଁ କହିବି ଯେ ଆପଣଙ୍କର କ୍ରୋଧ ହିଂସାକୁ ପରିତ୍ୟାଗ କରି ଜଗନ୍ନାଥଙ୍କର ଅର୍ଥ ହେଲା 4 ଅକ୍ଷର, ଜରୁ ଚତୁର୍ବେଦୀ, ପ୍ରତ୍ୟେକ ବେଦକୁ ପ୍ରତିନିଧିତ୍ୱ କରନ୍ତି। ଗରୁ ଗାଣିତଜ୍ଞ, ହିସାବ ନିକାଶ କରନ୍ତି ପାପ ପୁଣ୍ୟ। ନାରୁ ନାଟ୍ୟକାର, ଆଜି ହିରୋ କାଲି ଭିଲିଆନ, ଥରୁ ଥକା ମନ ଭାବରେ ସେ ଆପଣଙ୍କୁ ଆଦର୍ଶ ଦଉଛନ୍ତି। ଏଣୁ ମତାନ୍ତର ମନାନ୍ତରକୁ ଭୁଲି ଯାଇ ଜଗନ୍ନାଥଙ୍କ ପାଖରେ ଶରଣାପନ୍ନ ହେଇ 2025 ମସିହାଟି ଆପଣ ମାନେ ସୁରୁଖୁରୁରେ ଅତିବାହିତ କରନ୍ତୁ। ଆପଣଙ୍କ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ବିନମ୍ର ନିବେଦନ। ଜୟ ଜଗନ୍ନାଥ।